21 ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ବିଶ୍ୱଶାନ୍ତି ମହାଯଜ୍ଞ। ସର୍ବଦଳ ନିର୍ବିଶେଷରେ ଅନୁଷ୍ଠିତ ହୋଇଆସୁଛି ଏହି ମହାନ ପର୍ବ। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁର ପଞ୍ଚାୟତ ମିଳନ ପଡ଼ିଆରେ ବିଶ୍ୱଶାନ୍ତି ମହାଯଜ୍ଞ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଆସୁଛି। ଏହି ମହାନ କାର୍ଯ୍ୟରେ ଆଖପାଖ ଅନେକ ପଞ୍ଚାୟତ ଲୋକେ ଭକ୍ତି ସହକାରେ ଏହି କର୍ମରେ ଯୋଗଦାନ କରିବା ସହ ହଜାର ହଜାର ଭକ୍ତଙ୍କ ଆଗମନ ଏକ ଭାବାବେଗମୟ ପରିବେଶ ସୃଷ୍ଟି ହୋଇଥାଏ। 108 କଳସ ଶୋଭାଯାତ୍ରା ସହ ଓଷେଇଥିମାନଙ୍କର ନିଷ୍ଠାପର ଭାବେ ବ୍ରତ ପାଳନ ଦେଖିବାକୁ ମିଳିବା ସହ ବ୍ରାହ୍ମଣ ବେଦପାଠ ଯଜ୍ଞ କୁଣ୍ଡରେ ଘୃତଦାହ ସମଗ୍ର ସଂସାରର ଉନ୍ନତି ନିମିତ୍ତ ହିନ୍ଦୁତ୍ୱର ଏକ ବଳିଷ୍ଠ ଉଦାହରଣ ଯାହାକି ଏହି ଐତିହାସିକ ପଡ଼ିଆରେ ଦେଖିବାକୁ ମିଳିଥାଏ। ମୁଁ ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଡାକ୍ତର ଅନୁମୋଦ ପଣ୍ଡା ଆଉ ବିଧାୟକ ପଦ୍ମଚନ୍ଦ୍ର ପଣ୍ଡାଙ୍କ ବଡ଼ ପୁଅ ଆଜି ମଇତାପୁରର ଯୋଉଟାକି ଆମ ଯଜ୍ଞ ହେଉଛି 10 ନମ୍ବର ୱାର୍ଡରେ ତାଙ୍କ ନିମନ୍ତ୍ରିତ ଲକ୍ଷ୍ୟ କରି ମୁଁ ଆଜି ଆସିଥିଲି। ଏ ଯଜ୍ଞଟା ହେଉଛି 22 ବର୍ଷର ଯଜ୍ଞ। ଏ ଯଜ୍ଞକୁ ଆଜି ପାଖାପାଖି 10 ବର୍ଷ ହେଲା ମୁଁ ଆସୁଛି। ଆଉ ଏ ଯଜ୍ଞ ପାଇଁ ଯାହା ବି କରୁଛନ୍ତି ନିର୍ବାଚନ ମଣ୍ଡଳୀ ଏବଂ ଏ ଯେଉଁ ୱାର୍ଡର ଯେଉଁ ଅଛନ୍ତି ସଭ୍ୟମାନେ ତାକୁ ସମସ୍ତଙ୍କୁ ଧନ୍ୟବାଦ ଦେବି। ଏ ଯଜ୍ଞରେ ପାଖାପାଖି ହଜାର ହଜାର କର୍ମୀମାନେ ଯଜ୍ଞରୁ ଆସୁଛନ୍ତି। ଏ ଯଜ୍ଞ ଯେଉଁ ହେଉଛି ଆମର ସିମୁଳିଆ ନିର୍ବାଚନ ମଣ୍ଡଳୀ ପ୍ଲସ୍ ମଇତାପୁରର ଯେଉଁ ଅଛନ୍ତି ଗ୍ରାମବାସୀ ତାଙ୍କର ଉନ୍ନତି ପାଇଁ ତାଙ୍କ ସହଯୋଗ ପାଇଁ ସମସ୍ତଙ୍କର ଶୁଭକାମନା ପାଇଁ ଏ ଯଜ୍ଞ ହେଉଛି। ଏ ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଏ ଅନ୍ୟ ତରଫରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଆଉ ମୋ ସାଙ୍ଗରେ ମୋର ଅଛନ୍ତି ଜିଲ୍ଲା ପରିଷଦ ମୋର ମଣ୍ଡଳ ସଭାପତି ଏ ପଞ୍ଚାୟତର ପ୍ରମୁଖ ସହପ୍ରମୁଖ ଏବଂ ପ୍ରଭାରୀ ସମସ୍ତଙ୍କୁ ଧନ୍ୟବାଦ ଦେବେ ଏବଂ କର୍ମୀମାନଙ୍କୁ ଧନ୍ୟବାଦ ଏତେ ସୁନ୍ଦର ଯଜ୍ଞ କରିଛନ୍ତି। ଆମେ ଇଏ ଯଜ୍ଞକୁ ପ୍ରତ୍ୟେକ ବର୍ଷ ଆସୁଛୁ। ଏହାପରେ ମୁଁ ଆସିଛି ମୋ ବାପା ବି ଆସିଛନ୍ତି ଆମର ଶ୍ରୀଯୁକ୍ତ ବିଧାୟକ ପଦ୍ମଚନ୍ଦ୍ର ପଣ୍ଡା ତାଙ୍କୁ ବି ଧନ୍ୟବାଦ ଦେବି ଏତେ ସୁନ୍ଦର ଯଜ୍ଞ ବି ସେ କରୁଛନ୍ତି। ତେଣୁ ମୁଁ ଆଉ କ'ଣ କହିବି ବହୁତ ବହୁତ ଧନ୍ୟବାଦ ଅଶେଷ ଧନ୍ୟବାଦ ସମସ୍ତଙ୍କୁ ଆଉ ଥରେ ଯେ ଅନ୍ୟ ତରଫରୁ ଆମର ପଣ୍ଡା ଫ୍ୟାମିଲି ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ନୂଆ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଏବଂ ମକର ସଂକ୍ରାନ୍ତି ତରଫରୁ ଆଉ ଥରେ ଅଭିନନ୍ଦନ। मकर संक्रांति दिन कपिल मुनि का आशीर्वाद हेतु ये यज्ञ आस्ते 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 आगू को बढ़ी चली आहरी बढ़ सारा जिले में ये नाम कर मोर सब इच्छा आउ ये कमिटी सदस्य मान को मु विशेष धन्यवाद दूची आपको खूब भल भाव से संपादना कर आगर माटी तापर पार्टी जमी आमर नना कहती से सबु वर्गर लोक नहीं ये यज्ञटी महासमापन उत्सव समापन आगू आहरी बढ़ी चलू आहरी बढ़ ये मोर कामना माँ उत्तरश्री पाखे ये मोर प्रार्थना। प्रति वर्ष पर मईतापुर ग्राम पंचायत रे ए मकर संक्रांति अवसर रे आमर विश्व शांति महायज्ञ अनुष्ठित हुए। ए वर्ष मध्य पालन करा जाउची सब वर्ष शांति सकाळ पालन होता बेले ए वर्ष मध्य शांति सकाळ पालन होउची। प्रति वर्ष एठारे हजार हजार भक्तों समागम हुए एवं द्विपहर प्रसाद एवं राति रे अन्न प्रसाद सेवन करा जाए। सब बेले लोक मानकर सहयोग ग्रामवासी मान सहयोग अच्छी जहाँ भी हो शांति सकाळ यज्ञ होची। ए वर्ष परशुराम महायज्ञ यज्ञ अनुष्ठित होती आउे सर्वसंगे समस्त को धन्यवाद दे यज्ञ प्रति वर्ष जमी सुखर हम ये प्रभु पाखे नवेदन धन्यवाद। आज मेल मदार सका 7टा बेले पाखापाखि 100 ରୁ ऊर्ध्व उत्साहित कलश शोभायात्रा बाहर कर गाँ परिक्रमण कले और करी साताणी पोखर आमर कलश बुड़े आसिक आमर पूजा आरंभ हो दुईटी पंचायत आम बंगालपुर मईतापुर पंचायत बहुत लोक बहुत जनसाधारण आसिक ये यज्ञ भाग नहीं बहुत भल हो सब धन्यवाद देमी ये कमिटी जे आरंभ करते सभापति से होते रामचंद्र साहू एवं संतोष माझी दुई जन मुख्य दायित्व नहीं आज 2005 ରୁ 2026 होगा 21 वर्ष होगा कर चली आम सब ग्रामवासी पूर्ण मात्रा सहयोग करुचु बहु आडंबर ये यज्ञ होती कंटिन्यू प्रोसेस चल यज्ञ तो 22 वर्ष है दल मत निर्विशेष ये यज्ञ समस्त सामिल हुंती नेता आरंभ कर साधारण लोक पर्यंत
ଭକ୍ତମଣ୍ଡଳ ସାମିଲ ହୁଅନ୍ତି ଏବଂ ଅତି ସୁନ୍ଦର ଭାବରେ ଚେଷ୍ଟା କରିଛୁ ଯେଟା ସମ୍ପୂର୍ଣ୍ଣ କରିବା ପାଇଁ। ଆଉ ଏଠି ତାମସିକ ମତରେ ଯଜ୍ଞ ହୁଏ ନାହିଁ, ସମ୍ପୂର୍ଣ୍ଣ ସାତ୍ତ୍ୱିକ ଭାବରେ ବୈଦିକ ରୀତିରେ ଯଜ୍ଞ କରାଯାଏ। ତାମସାମୁଟ ହୁଏ ନାହିଁ, ଏଇଟା ଏହାର ବୈଶିଷ୍ଟ୍ୟ। ତେଣୁ ମୁଁ ଆପଣମାନଙ୍କୁ ନିବେଦନ କରିବି, ଯେଉଁ ପ୍ରିନ୍ସିପଲ୍ ଉପରେ ଯଜ୍ଞ ଚାଲିଛି ସେଇଟା ସବୁଦିନ ବଜାୟ ରହୁ। ମୋ ପରେ ବି ଏଇଟା ମୁଁ ଆଶା କରିବି। ଧନ୍ୟବାଦ। ଆମେ ସମସ୍ତେ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହେଇକି ଯଜ୍ଞକୁ ପାଳନ କରୁଛୁ। ଲୋକଙ୍କ ଚାନ୍ଦାରେ ଯଜ୍ଞ ହେଉଛି ଏବଂ ଭଲର ସ୍ୱର୍ଗରେ ଶାନ୍ତିରେ ଚାଲିଛି। ତେଣୁ ନୂତନ ବର୍ଷରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି, ଅଭିନନ୍ଦନ ଜଣାଉଛି। ଠାକୁର ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆଉ ଆମ ସାଙ୍ଗରେ ଆସିଛନ୍ତି ଆମର ଜିଲ୍ଲା କମିଟିର ସାଧାରଣ ସମ୍ପାଦକ ଡକ୍ଟର ଅନୁମାଧବ ପଣ୍ଡା ମହୋଦୟ, ମଣ୍ଡଳ ସଭାପତି ଅଛନ୍ତି, ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଅଛନ୍ତି, ଚେୟାରମ୍ୟାନ୍ ମହୋଦୟ ମଧ୍ୟ ଅଛନ୍ତି। ଯାହା ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି। ସମସ୍ତେ ଆମେ ଏକଜୁଟ ହେଇଛୁ ଏବଂ ସମସ୍ତେ ଯଜ୍ଞକୁ ସୁରୁଖୁରୁରେ ଶାନ୍ତି ଶୃଙ୍ଖଳ ଭାବରେ ପାଳନ କରୁଛୁ। ଭଳିକି ଭଳି ମୀନା ବଜାର ହଜାର ହଜାର ଲୋକଙ୍କ ପ୍ରସାଦ ସେବନ ଆଜିର ପବିତ୍ର ଦିନରେ ସମସ୍ତଙ୍କୁ କିଛି ମୁହୂର୍ତ୍ତ ପାଇଁ ବାନ୍ଧିବାରେ ସକ୍ଷମ ହୋଇଥାଏ ଏହି ବିଶ୍ୱଶାନ୍ତି ମହାଯଜ୍ଞ। ବାଲେଶ୍ୱର ସିମୁଳିଆରୁ ଅକ୍ଷୟ କୁମାର ଜେନାଙ୍କ ରିପୋର୍ଟ, RCN ଓଡ଼ିଆ।